ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶ୍ରୀ ପାଦ ପଦ୍ମରେ ଅନନ୍ତ କୋଟି ପ୍ରଣାମ। ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକାଠାର ଗାର ବିଚାର ମାଳିକାରେ ସେ ପ୍ରମାଣ କରିଛନ୍ତି ଭଗବାନ ବିଷ୍ଣୁ କଳିଯୁଗରେ କେଶବ ନାମରେ ଧରା ଅବତରଣ କରି ନିଜେ ବିଷ୍ଣୁ କେଶବଙ୍କ ନାମରେ ମର୍ତ୍ତ୍ୟ ଧାମରେ ନର ଶରୀର ଧାରଣ କରି ଲୀଳା କରିବେ ବୋଲି ସେହି ମହାପୁରୁଷଙ୍କ ରଚିତ ମାଳିକା ଠାର ଗାର ବିଚାର ମାଳିକାରେ ସେ କ'ଣ ପ୍ରମାଣ କରିଛନ୍ତି ଆଜି ଆମେ ଜାଣିବା। ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ମାଳିକା ଠାର ବିଚାରରେ କଲମ କରୁଛନ୍ତି। କଳି ଭୋଗ 5,000 ଅନ୍ତେ 111 ଭୋଗ ହୁଅନ୍ତେ। ଷଡ଼ ମାସ ତ୍ରୟୋଦଶ ଦିବସେ ଗୁରୁଦେବ ଗୁରୁବାର ଆସି ପ୍ରବେଶେ। ଜଳ ଘଟ ଆବାହନ କରିବ ପିଠେ ଥାପି ଭକତିରେ ପୂଜିବ। ପ୍ରଥମ ମାସ ଶୁକ୍ଳ ଏକାଦଶୀ 11 ନକ୍ଷତ୍ର ଶେଷରେ ଆସି। ବାର ପଶିବ ବଡ଼ ଶୁଭରେ ଘଟ ଉଠାଇବ ଭକତି ଭରେ। ଚନ୍ଦ୍ର ଭୋଗୁଥିବ ପଞ୍ଚମ ରାଶି ସୂର୍ଯ୍ୟ ଥିବ ଏକ ସ୍ଥାନରେ ବସି। ଏହି ପୁଣ୍ୟ ଲଗ୍ନ ଜାଣିଥା ରାମ ଆରମ୍ଭ କରିବ ବାଞ୍ଛିତ କାମ। କେଶବ ଜଗିଛି ସେହିଟି ଲଗ୍ନ ବଚନ ଦେଇଛି ନୋହିବ ଭଗ୍ନ। ପୁଣି କଲମ କରୁଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଭଗବାନ ବିଷ୍ଣୁ କେମିତି ଶ୍ରୀ କେଶବ ନାମରେ ମର୍ତ୍ତ୍ୟରେ ଲୀଳା କରିବେ। ସମ୍ବତ୍ସର ଯେବେ ହୋଇଥିବ କ୍ରୋଧୀ ମଣ୍ଡଳଟି ଜାଣ ବାବୁ ବରଣ ସମ୍ବୋଧି। ନାଗ ଯେ କୁଳିକ ନାଗ ପତ୍ନୀଟି ଶଙ୍ଖିନୀ ବିଷ୍ଣୁ ବୋଲାଉଥିବେ କେଶବ ନାମ ପୁଣି। ଇନ୍ଦ୍ର ଐରାବତ ଯେ ଗନ୍ଧର୍ବ ଚିତ୍ରସେନ ଏମନ୍ତ ଯୋଗରେ ଯଜ୍ଞ ଭିଆଇବ ପୁଣି। ନିଜ ଭାବ ରଖିଥିବୁ ସାଇତି ତୋଠାର ଅଭାବରେ ସଢ଼ିବୁନି ବାବୁ ରାମ ମୋର। ସେ ବେଳେ କେଶବ ନାମ ଧରି ବିଷ୍ଣୁ ନିଜେ ଗୋପନରେ ଲୀଳା ରଚୁଥିବେ ହୋଇ ବିଜେ। ଭକତ ମନ୍ଦିରେ ଦେଖୁଥିବେଟି ନେତ୍ରରେ ବିଜେ ହୋଇଥିବେ ଜାଣ କୈବଲ୍ୟ କ୍ଷେତ୍ରରେ। ସେ କ୍ଷେତ୍ରରେ ଅଗ୍ନି କୋଣେ ହେବ ଯଜ୍ଞ ଗୋଟି ଭକତେ ଅଷ୍ଟ ଦିଗରୁ ଆସୁଥିବେ ଛୁଟି। ଶୂନ୍ୟମଣ୍ଡଳରୁ ଅନୁକୋଟି ଦେବ ଦେବୀ ବରସିବେ ଆଶୀର୍ବାଦ ଧାରା ଅନୁଭବୀ। ଏ ଜାଗର ମହିମା ଯେ ଯୁଗର ବାରତା ଜାଣିବେ ସୂକ୍ଷ୍ମରେ ଯୋଗୀ ଯୋଗର କରତା। ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଏହି ପ୍ରମାଣଟି ମାଳିକା ଠାର ବିଚାରରେ ଲିପିବଦ୍ଧ କରିଛନ୍ତି ଯେ ଭଗବାନ ବିଷ୍ଣୁ ନିଜେ ଏ ମର୍ତ୍ତ୍ୟ ଧାମରେ ମାହାଙ୍ଗା ଧାମରେ କେଶବ ନାମରେ ଆସି ବିଜେ କରିବେ ଲୀଳା କରିବେ। ଏହା ହିଁ ଥିଲା ମାଳିକା ଠାର ବିଚାରରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ପ୍ରମାଣ। ଜୟ ଜଗନ୍ନାଥ, ପ୍ରଣାମ।